ଚାଲିଛି ପାର୍ଟି ପରିବର୍ତ୍ତନ। ଏପଟେ ଯାତ୍ରା କଳାକାର ଆଉ ସେପଟେ ରାଜନୈତିକ ନେତା। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଏପ୍ରିଲ ମାସ 10 ତାରିଖ ବୁଧବାର। ଶ୍ରୀ ଗଣେଶଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ରଙ୍ଗୀନ ରାତି ରଙ୍ଗମଞ୍ଚରେ ଆଗେଇ ଆସୁଛି ଯାତ୍ରା ଜଗତର ରାଣୀ ଯାତ୍ରା ସିଂହ ବାହିନୀ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କାହାର କେଉଁ ନାଟକ କେଉଁଠି? ଖୋଲିବ ନଗରୀ, ଖୋଲିବ ଦ୍ୱାର, ବଢିବ ରାତି, କମ୍ପିବ ସ୍ୱର। ଯାତ୍ରାଶ୍ରୀ ବିଶ୍ୱ ଦରବାର ପ୍ରଥମ ଅଭିନୟ ରଜନୀ, ହିଙ୍ଗୁଳା ପୀଠ, କମାଗଡ଼, ଯାଜପୁର। ଆଜିର ନାଟକ ମୃତ୍ୟୁ ପରେ ମଣିଷ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ଓମ୍ ଶ୍ରୀ ବାଘାଯତୀନ ଲୋକନାଟ୍ୟ ତୃତୀୟ ଅଭିନୟ ରଜନୀ, ଗୋପ, ନିମାପଡ଼ା, ପୁରୀ। ଆଜିର ନାଟକ ଜୀବନ ଭାସୁଛି ଆଖି ଲୁହରେ। ରଚନା ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନା ଲାଲା ବୀରେନ ରାୟ, ସଙ୍ଗୀତ ମିହିର ମହାନ୍ତି। କଳିଙ୍ଗ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଶିଶୁଆ, ରାଜନଗର, କେନ୍ଦ୍ରାପଡ଼ା। ଆଜିର ନାଟକ କାନ୍ଦନାରେ ବାୟା ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଇନ୍ଦ୍ରଭୁବନ ପ୍ରଥମ ଅଭିନୟ ରଜନୀ, ଦହିପୁର, ବାରିକପୁର, ଭଦ୍ରକ। ଆଜିର ନାଟକ ଭାଇ ଭଉଣୀର ନୂଆ କାହାଣୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଶ୍ରୀ ମା ବାଣେଶ୍ୱରୀ ପ୍ରଥମ ଅଭିନୟ ରଜନୀ, ଜଳପୁକ, କେନ୍ଦ୍ରାପଡ଼ା। ଆଜିର ନାଟକ ବନ୍ଧୁ ବାନ୍ଧିଥିଲି ଦୁଃଖ ସାଥିରେ। ରଚନା ଅକ୍ଷୟ ରାଉତ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ, ସଙ୍ଗୀତ ମାନସ ସାର। ଅପେରା ଅଶୋକ ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ, ବେଣାପୁରା, ରାଜଘାଟ, ଜଳେଶ୍ୱର, ବାଲେଶ୍ୱର। ଆଜିର ନାଟକ ସପନ ହାଟରେ ମିଳୁନି ବାଟ। ରଚନା ଜିତେନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା କିଶୋର କଣ୍ଡୱାଳ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସୂର୍ଯ୍ୟ ମନ୍ଦିର ଦ୍ୱିତୀୟ ଅଭିନୟ ରଜନୀ, ପାହାଳ, ନୂଆପାଟଣା, ଭୁବନେଶ୍ୱର। ଆଜିର ନାଟକ ଝରିଗଲା ଝରା ଫୁଲ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଅଭିନୟ ରଜନୀ, ବାଲିଆ, କେନ୍ଦ୍ରାପଡ଼ା। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ତୁଳସୀ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ, ଅଙ୍ଗୁଳେଇ, କେନ୍ଦ୍ରାପଡ଼ା। ଆଜିର ନାଟକ ଅଧା ରାତିର ସାଥୀ। ଅଧା ରାତିର ସାଥୀ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ବ୍ରାହ୍ମଣିଆ, କାମାକ୍ଷା, ଢେଙ୍କାନାଳ। ଆଜିର ନାଟକ କାହିଁକି କାନ୍ଦୁଛି କହିବି ନାହିଁ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ, ପତରାଜପୁର, ଖଇରା, ବାଲେଶ୍ୱର। ଆଜିର ନାଟକ କାନ୍ଦନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଆକାଶଗଙ୍ଗା ତୃତୀୟ ଅଭିନୟ ରଜନୀ, ରାଜକନିକା, କେନ୍ଦ୍ରାପଡ଼ା। ଆଜିର ନାଟକ ଆକାଶର ଲୁହ, ଗଙ୍ଗାର କୁହ। ରଚନା ଇଞ୍ଜିନିୟର ଶଚୀ ସ୍ୱାଇଁ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ବାଉଁଶମୂଳି, ଯାଜପୁର। ଆଜିର ନାଟକ ମିଛେଇ ମୋନାଲିସା। ରଚନା ଜଗନ୍ନାଥ ରାଉତ, ସଙ୍ଗୀତ ଓ ନିର୍ଦ୍ଦେଶନା ଏନ୍ ଜ୍ଞାନେନ୍ଦ୍ର। ଯାତ୍ରା ରଙ୍ଗମହଲ ତୃତୀୟ ଅଭିନୟ ରଜନୀ, କୁରୁଣ୍ଟି, ରାଜନଗର, କେନ୍ଦ୍ରାପଡ଼ା। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହର ବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟ ରଜନୀ, ଗୋୟଳବାଙ୍କ, ବାଙ୍କି, କଟକ। ଆଜିର ନାଟକ ହାରିବନି କେବେ ବାପର ପୁଅ। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ ପ୍ରଥମ ଅଭିନୟ ରଜନୀ, କାମ୍ପଡ଼ା, ଭଦ୍ରକ। ଆଜିର ନାଟକ
ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। କୋଣାର୍କ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ। କଷଣ ଅଣ୍ଟା, ପଟାମୁଣ୍ଡେଇ, କେନ୍ଦ୍ରାପଡ଼ା। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ। ବଉଳବନ୍ଧ, ଖୋର୍ଦ୍ଧା। ଆଜିର ନାଟକ ମନ୍ଦିରେ ଫୁଟିଛି ମଶାଣୀ ଫୁଲ। ରଚନା ଅକ୍ଷୟ ରାଉତ, ନିର୍ଦ୍ଦେଶନା ପ୍ରସନ୍ନ କର, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଧଉଳି ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ। ଛୁଆଳ ସିଂ, ବନ୍ଦ, ଭଦ୍ରକ। ଆଜିର ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା। ରଚନା ଅଜୟ ସୋ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ରାଜଧାନୀ ଅପେରା ଚତୁର୍ଥ ଅଭିନୟ ରଜନୀ। କଣ୍ଟାମାଳିଆ, ଜାରକା, ଯାଜପୁର। ଆଜିର ନାଟକ ରାତି କଥା ଛାତିରେ ଥାଉ। ରଚନା ବବୁ ବ୍ରହ୍ମ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ବିକାଶ ଶୋକଲା। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକେ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକେ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଆଗକୁ ଆସୁଛି ନିର୍ବାଚନ ଆଉ ଆଗକୁ ଆସୁଛି ଆଗାମୀ ଯାତ୍ରା ବର୍ଷ। ବର୍ତ୍ତମାନ ଚାଲିଛି ପାର୍ଟି ପରିବର୍ତ୍ତନ। ଯାତ୍ରା କଳାକାର ମାନେ ଆଗାମୀ ବର୍ଷ ପାଇଁ ବିଭିନ୍ନ ଯାତ୍ରା ଅନୁଷ୍ଠାନରେ ଯୋଗ ଦେବାର ଖବର ପ୍ରସାରଣ ହେଉଛି। ଆଉ ସେହିପରି ରାଜନୈତିକ ଦଳର ନେତାମାନେ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ଏ ଦଳରୁ ସେ ଦଳକୁ ଡିଆଁ ମାରୁଛନ୍ତି ଆଉ ଜଳକା ହୋଇ ଚାହିଁ ରହିଛନ୍ତି ଯାତ୍ରା ଦର୍ଶକ ଆଉ ଭୋଟର। ଏ କଥା କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ, ବାସ୍ତବ ଚିତ୍ରକୁ ନେଇ। ତେଣୁ ଏହା କେହି ଦେହକୁ ନେବେ ନାହିଁ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକ ମାନଙ୍କ ପାଇଁ। ପୁଣି କିଛି ନୂଆ କଥା, ନୂଆ ଯାତ୍ରା ସମ୍ପର୍କିତ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।